ओम जय श्री सीताराम आद्यकांड वाल्मीकि रामायण अंतपूर्व नारी मान लक्ष्मी सरस्वती गौरी मिशी राम सीता केवलपुर खंडन शेष भाग गुरु विश्वामित्र जोगी सब सोपाई शुणी माता माने मने हर्षित हुई गुरुगणी कटे जाई परिस बहिले सानन्दे ताहांक पारे परिपात कले ऋषि बहिले कि लागि आसिओ समाए कौशल्या बहिले बीरी शैशिकी आए कौशिक शुणी ताहांकु कहिले तिआई विभाग विधि सब जाऊ शिशई मात्र तुम्हे गुहे चांद बंदापना साई पुत्रबधूंको एकते नेब गुहे बड़ी शुणी सर्वराई माने हर्ष हईले चंद बंदापना लागि आयोजन कले राज्य मध्य जेति जेति ऋषि विप्रथिले पुनश्च सभिकनूप निमंत्रण कले गह गह बायनाये पुरये बाजिला पुणी मंगल उत्सव सागरे होइला हजार हजार सूप काई माने आसी रंधन कई सभिको देख पड़ोसी यथाकाले चाहि भात मानक स्तर मंगल सूत्र मान जे हईले उत्तर विप्रगण माने नान दक्षिणानीन चलिले हरस मने ये गुहीन चांद बंदापना सारी पुत्रबधून एकत्रास करिले सपुरे हर्षेण किंतु जानकी दर्शन करिबा निमन्ते आसन्ति जे लक्ष लक्ष नारी दिवाते एहिपरि भावे बहु दिन बीती गला क्रमे क्रमे पुर मध्य गहल कम्पिला एका विश्वामित्र मुनि पुर मध्ये चंदे कुटीरे जीवा कुशला दिने बाहरन्ते पाद धरि रामचंद्र विनय होइन कहन्ति अलपरिण कहन्त आपण एकान्ते जीवा निमन्ते बाहरन्ते ऋषि रामଙ୍କ ସହିତ ସକୁ ତୁମ୍ଭ ସବେ ଆସି ତାହାଙ୍କ ପାଶରେ କର ଯଦି ଉଭା ହୋଇ ବୋଇଲେ କବିର ଶଏ ନୌସାରୀ ହୋଇ আহিলে ଯେତେ ସ୍ତ୍ରୀ ପୁତ୍ରବଧୂ ଏମାନେ ସବେ ଅଟନ୍ତି କିଙ୍କର ତୁମ୍ଭର ସବୁବେଳେ ୟାଙ୍କ ବଳେ ସ୍ନେହ ରଖିଥିବ ବିପଦ ଆପଦ ବେଲେ ସହାୟ ହୋଇବ ଏହା କହି ଆଣି ତୋଳେ ପୁତ୍ରବଧୂ ଧରି ପଡ଼ିଲେ ଚରଣେ କଥା ନୁହେଁ ଚାହେ ବହୁ ଆସିବାରେ ବିଶ୍ୱାମିତ୍ର ମୁନି ଗଲେ ଚଳି ହୋଇ ସିଂହୁ ସିଂହ ମାୟା ଘେନି ରାମଙ୍କ ସହିତ ଚାହି ଭାଇମାନେ ଯାଇ ଚାଲି ଆସିଲେ ବହୁତ ଦୂରେ ଆଜ୍ଞା ପାଇ ଯେତେବେଳେ ପଠେକା ଗଲେ ବିଶ୍ୱାମିତ୍ର ଶ୍ରୀରାମଚନ୍ଦ୍ରଙ୍କ ଗୁଣ ଶୈହୁର ଗଟ
କୁଟୀର ମଧ୍ୟ ପ୍ରବେଶ ହୋଇଅ ଶିବର ଶିଷ୍ୟଙ୍କ ଆଗେ କହିଲେ ବିବାହର ଗିଅ। ତେଣେ ବଶିଷ୍ଠ ମହର୍ଷି ଆଶ୍ରମକୁ ଯାଇ କାମଦେବ ଆଗେ ସବୁ କହିଲେ ବୁଝାଇ। ବିଶ୍ୱାମିତ୍ରଙ୍କର ଗୁଣ ବଖାଣିଲେ ଋଷି ଶୁଣି ଶିଷ୍ୟଗଣମାନେ ବହୁ ପ୍ରଶଂସି। ଧନ୍ୟ ଧନ୍ୟ ଋଷି ବୋଲି সকলে କହିଲେ ତପବଳେ ସେହୁ କୀର୍ତ୍ତି ସେହୁ ତରିଲେ। ତାପରେ ଅଯୋଧ୍ୟାର ନରନାରୀଗଣ ରାମ ସୀତାର ଦର୍ଶନ କରି ହେଲେ ଧନ୍ୟ। ଯହୁଁ ତହିଁ ରାମ ବିବା ଗାନ୍ତି ସକଳେ କ୍ରମେ ତାଙ୍କ ଯଶ ବ୍ୟାପେ ଅଖଣ୍ଡ ମଣ୍ଡଳେ। ଯେଦିନ ବିବାହ ସାରି ବାହୁଡ଼ିଲେ ରାମ ଆନନ୍ଦ ପ୍ରବାହ ପୂର୍ଣ୍ଣ ହୋଇଲା ଗ୍ରାମ। ତାହାଙ୍କ ବିବାହ କାର୍ଯ୍ୟ କେ ମୁଖେ ବର୍ଣ୍ଣିବ ଚାରିମୁଖୀ ବ୍ରହ୍ମା ମଧ୍ୟ ବର୍ଣ୍ଣି ନ ପାରିବ। ପଞ୍ଚବଦନେ ଶଙ୍କର ନହି ବିଭାଜନ ରାମ ସୀତାଙ୍କର ବିବାହ ଅପୂର୍ବ ବିଧାନ। ମୁଁ ତ ଅଜ୍ଞାନ କାମୟ ନାହିଁ ମୋର ଜ୍ଞାନ କାହୁ ବା ଲେଖିବି ତାଙ୍କ କୀର୍ତ୍ତି ଯଶ ମାନ। ଆଦି କବି ବାଲ୍ମୀକ ଲେଖିଥିଲେ ଯାହା ତାହାଙ୍କୁ ଆଗରେ ରଖି ବଖାଣିଆ। ସେହି ବାଲ୍ମୀକ କବି କେତେ ଭାଗ୍ୟବାନ ରାମ ରୂପ ଦେଖିବାକୁ ହୋଇଲେ ଭାଜନ। ଓ କହଇ କ୍ଷେତ୍ରମାନ ଓଁ ଜୟ ଶ୍ରୀ ସୀତାରାମ। ଆଦ୍ୟକାଣ୍ଡ ବାଲ୍ମୀକି ରାମାୟଣ ସମାପ୍ତ। ବନ୍ଧୁଗଣ, ଭାଇ ଭଉଣୀ, ମା ମାଉସୀ ଦୋଷାରୋଷ ଥିଲେ କ୍ଷମା କରିବ।